ଶାଶ୍ୱତ ଝରଣା ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତ ଭବ୍ୟ ଶ୍ରୋତା ଏବଂ ଦର୍ଶକମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ନମସ୍କାର। ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବର ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଜି ଆମେ ଜାଣିବା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଜ୍ୟୋତିଷୀ ଉପାୟ କରି ତାଙ୍କର ସାଥିରେ କେମିତି ଯୋଡ଼ି ହୋଇଯିବା, କୃଷ୍ଣଙ୍କ ସାଥିରେ ଏବଂ ଲାଭବାନ ହୋଇପାରିବା। ଏହି ଉପାୟ ସବୁ କୌଣସି କୃଷ୍ଣପକ୍ଷ ଅଷ୍ଟମୀରେ ମଧ୍ୟ ଆପଣମାନେ କରିପାରିବେ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଜ୍ୟୋତିଷୀ ଉପାୟ ପ୍ରଥମେ ହେଲା ଜୀବନରେ ନୌକରି ଏବଂ ପଦୋନ୍ନତି ସକାଶେ ଯେଉଁ ଉପାୟ ଅଛି ସେଇଟା ହେଲା 11ଟି ପାନପତ୍ର ନିଅନ୍ତୁ। 11ଟି ପାନପତ୍ରରେ 111 ସଂଖ୍ୟା ଲେଖି ଶ୍ରୀକୃଷ୍ଣଙ୍କ ଚରଣରେ ଦିଅନ୍ତୁ। 11ଟି ପାନପତ୍ର ନିଅନ୍ତୁ। 11ଟି ପାନପତ୍ରରେ ପ୍ରତ୍ୟେକ ପତ୍ରରେ 111 ସଂଖ୍ୟା ଲେଖି ଶ୍ରୀକୃଷ୍ଣଙ୍କ ଚରଣରେ ଦିଅନ୍ତୁ। ତାପରେ ଦ୍ୱିତୀୟ ଉପାୟ ହେଲା ଶୁଭ ବିବାହ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ସକାଶେ ଶ୍ରୀ ରାଧାକୃଷ୍ଣଙ୍କର ଛବିର ପଛପଟେ କୌଣସି ରାଧାକୃଷ୍ଣଙ୍କର ଛବି ନିଅନ୍ତୁ। ତାର ପଛପଟେ 69 ସଂଖ୍ୟା ଲେଖି ଶୋଇବା କୋଠରୀର ଡାହାଣ ପାଖରେ ରଖିଦିଅନ୍ତୁ। ଆଉ ରାତିରେ ରାଧେ ରାଧେ କୃଷ୍ଣ କୃଷ୍ଣ ଜପ କରନ୍ତୁ। ତାପରେ ତୃତୀୟ ଉପାୟ ହେଲା ରୋଗରୁ ମୁକ୍ତି ପାଇଁ, କୌଣସି ରୋଗ ବ୍ୟାଧିରୁ ମୁକ୍ତି ପାଇଁ ଏହି ଉପାୟ କରିବେ। ପିତ୍ତଳ ଥାଳିର ବା ପରାତର ପଛପଟେ 444 ଲେଖନ୍ତୁ। ସେଥିରେ 1 କିଲୋ ଅଟାରେ ଗୁଡ଼ ହଳଦୀ ଦେଇ 12ଟି ଗୋଲି କରନ୍ତୁ ଏବଂ ସେ ପରାତରେ ନେଇ ଗାଈକୁ ଖାଇବାକୁ ଦିଅନ୍ତୁ। ତାପରେ ଚତୁର୍ଥ ଉପାୟ ହେଲା ସନ୍ତାନ ପ୍ରାପ୍ତି ଏବଂ ସନ୍ତାନ ସୁଖ ପାଇଁ ଶ୍ରୀକୃଷ୍ଣଙ୍କର ବାଳରୂପ ଚିତ୍ରରେ ତାଙ୍କର ବାଳରୂପ ଚିତ୍ରରେ ପଛପଟେ 333 ଲେଖନ୍ତୁ। 333 333 ଲେଖିବେ। ଜଳରେ ଗାଈ କ୍ଷୀର ଦେଇ ସ୍ନାନ କରନ୍ତୁ ଏବଂ 33 ଥର 33 ଟାଇମ୍ସ 33 ଥର ଏହି ମନ୍ତ୍ର ଜପ କରନ୍ତୁ। ମନ୍ତ୍ର ହେଲା ଓମ୍ ଦେବକୀ ସୁତ ଗୋବିନ୍ଦ ବାସୁଦେବ ଜଗତ୍ପତେ ଦେହି ମେ ତନୟଂ କୃଷ୍ଣ ତ୍ୱା ଅହଂ ଶରଣଂ ଗତ। ଆଉ ଥରେ କହିଦେଉଛି ମନ୍ତ୍ର ଓମ୍ ଦେବକୀ ସୁତ ଗୋବିନ୍ଦ ବାସୁଦେବ ଜଗତ୍ପତେ ଦେହି ମେ ତନୟଂ କୃଷ୍ଣଂ ତ୍ୱା ଅହଂ ଶରଣଂ ଗତ। ତାପରେ ତାର ପରବର୍ତ୍ତୀ ଉପାୟ ଧନପ୍ରାପ୍ତି ସକାଶେ। ଧନପ୍ରାପ୍ତି ସକାଶେ ଏହି ଉପାୟ କରନ୍ତୁ। 8 ଇଞ୍ଚର ବର୍ଗାକାର କାଗଜରେ 8 ଇଞ୍ଚର ବର୍ଗାକାର କାଗଜରେ ନାଲି କାଳିରେ 45 ସଂଖ୍ୟାକୁ 44 ଥର ଲେଖି ମନେ ରଖନ୍ତୁ। 45 ସଂଖ୍ୟା 45 ଏହି ସଂଖ୍ୟାକୁ ସେହି କାଗଜରେ ନାଲି କାଳିରେ 44 ଥର 44 ଟାଇମ୍ସ 44 ଥର ଲେଖନ୍ତୁ ଏବଂ ବାଉଁଶ ତିଆରି ବଂଶୀରେ ଗୋଡ଼ାଇ ଘରର ଡାହାଣ ଦିଗରେ ରଖିଦିଅନ୍ତୁ। ତାପରେ ଶେଷରେ ମନୋକାମନା ପୂର୍ଣ୍ଣ ସକାଶେ 8ଟି କାଗଜ ନିଅନ୍ତୁ। ସେ 8ଟି କାଗଜରେ ଶ୍ରୀକୃଷ୍ଣଙ୍କର ଅଲଗା ଅଲଗା ଅକ୍ଷରରେ ଆରମ୍ଭ କରି 8ଟି ନାମ 800 ଲେଖାଏଁ ପ୍ରତି କାଗଜରେ ଲେଖନ୍ତୁ। ମନେ ରଖନ୍ତୁ 8ଟି କାଗଜ ନିଅନ୍ତୁ। ସେଥିରେ ଶ୍ରୀକୃଷ୍ଣଙ୍କର ଅଲଗା ଅକ୍ଷରରେ ଆରମ୍ଭ କରି ପ୍ରତ୍ୟେକ କାଗଜରେ 8ଟି ନାମ 800 ଲେଖାଏଁ ଲେଖିବେ ପ୍ରତି କାଗଜରେ। ଧରନ୍ତୁ ଗୋବିନ୍ଦ, ଗରେ ଗୋବିନ୍ଦ ହେଲା, ମରେ ମାଧବ ହେଲା, ସରେ ଶ୍ରୀକୃଷ୍ଣ ହେଲା, ଦରେ ଦାମୋଦର ହେଲା। ଏମିତି 8ଟି ନାମ ଭିନ୍ନ ଭିନ୍ନ ଅକ୍ଷରରେ ଆରମ୍ଭ କରି ଲେଖିବେ ଏବଂ 8ଟି ନାମ 800 ଲେଖାଏଁ ଲେଖି ପ୍ରତି କାଗଜରେ ଲେଖନ୍ତୁ। ତାକୁ ନେଇ ଶ୍ରୀମଦ୍ ଭଗବତ ଗୀତାର 8ମ ଅଧ୍ୟାୟରେ ରଖନ୍ତୁ। ଏହିସବୁ ଉପାୟମାନ କରି ଜନ୍ମାଷ୍ଟମୀ ଦିନ ଆମେମାନେ ସମସ୍ତେ ଲାଭବାନ ହୋଇପାରିବା। ଧନ୍ୟବାଦ ଏବଂ ନମସ୍କାର।